କରିପାରିବା ତାହେଲେ ଆଖି ବୁଝିକିରି ଚିନ୍ତା କରିବା ଆମେ ଦେଖିବା ଯେ ପ୍ରକୃତ 2.5 ସେକେଣ୍ଡ ଗୋଟେ ବସ୍ତୁରେ ମନଟା ରହୁଛି। ସେ ମନକୁ 2.5 ସେକେଣ୍ଡରୁ 5 ସେକେଣ୍ଡ 10 ସେକେଣ୍ଡ ଏମିତି ଧ୍ୟାନ ମାଧ୍ୟମରେ ଓଙ୍କାର ମାଧ୍ୟମରେ ସେ ମନକୁ ଆମେ ଘଣ୍ଟା ଘଣ୍ଟା ଧରିକିରି ବର୍ଷ ବର୍ଷ ଧରି ପରିଶ୍ରମ କଲେ ଘଣ୍ଟା ଘଣ୍ଟା ଧରି ଲାଗିଲେ ଆମେ ତାକୁ ସ୍ଥିର କରିପାରିବା। ତ ଯୋଉ ବିକ୍ଷିପ୍ତ ଭାବନା ସବୁ ଆମର ରହିଛି ତାକୁ ଯେତେବେଳେ ସଂଯତ କରିଦେବା, ଯାହା ଆମର 12 ନମ୍ବର ଶ୍ଲୋକରେ କୁହାଯାଇଛି, ସେଟା କହୁଥିଲେ ମଧ୍ୟ ମୋ କାନରେ ପଡିଯାଇଛି, ସର୍ବଦ୍ୱାରାଣି ସଂଯମ୍ୟ ଭକ୍ତବତ୍ସଳ କହୁଥିଲେ, ସର୍ବଦ୍ୱାରାଣି ସଂଯମ୍ୟ ମନୋହୃତି ନିରୁଦ୍ଧ୍ୟ ଚ ବୃଦ୍ଧ୍ୟାତ୍ମନ ପ୍ରାଣଂ ଆସ୍ଥିତ ଯୋଗ ଧାରଣା। ଏ ଯୋଉ ଯୋଗ ଧାରଣା କଥା ଏଇ ଶ୍ଲୋକରେ 12 ନମ୍ବର ଶ୍ଲୋକ କୁହାଯାଇଛି, ପ୍ରଭୁ ଗୋଟେ ଆଲୋଚିତ ହେଇଥିବ ନିଶ୍ଚୟ। ସେଇ 12 ନମ୍ବର ଶ୍ଲୋକ ଯାହା କୁହାଗଲା ତାର ବିଶ୍ଳେଷଣ 13 ନମ୍ବର ଶ୍ଲୋକରେ କରାଗଲା। 12 ନମ୍ବର ଶ୍ଲୋକରେ ଭାବନା ସମୂହକୁ କେମିତି ସଂଯତ କରିବା ସେ ପଦ୍ଧତି କହିବା ପରେ ଯେ ପ୍ରକୃତ ଯୋଗୀ ସିଏ କେମିତି ସୁଷୁମ୍ନା ନାଡି ଦେଇକିରି ଉପରକୁ ଆରୋହଣ କରନ୍ତି ସହସ୍ରାର ଆଡକୁ ମୂଳାଧାରରୁ, ଏବଂ ସୁଷୁମ୍ନା ନାଡି କେମିତି ହୃଦୟରୁ ବାହାରିକି ଉପରକୁ ଯାଇଥାଏ ସେଇ କଥା ମଧ୍ୟ ଆମର ଏ ଓଙ୍କାର ଉଚ୍ଚାରଣ କରିବା ଦ୍ୱାରା ଆମେ ଜାଣିପାରିବୁ। ଏଇ କଥା ଏଠି କୁହାଯାଇଛି, ଭଗବାନ ଇନଡାଇରେକ୍ଟଲି କହିଛନ୍ତି, କାରଣ ଭଗବାନ ତ ଯୋଗେଶ୍ଵର ନା, ସବୁ ଜାଣିଛନ୍ତି। ମହାଦେବ ହେଲେ ଯୋଗୀଶ୍ଵର, ଭଗବାନ ଶ୍ରୀକୃଷ୍ଣ ହେଲେ ଯୋଗେଶ୍ଵର। ଯତ୍ର ଯୋଗେଶ୍ଵର କୃଷ୍ଣ ଯତ୍ର ପାର୍ଥୋ ଧନୁର୍ଧରଃ ତତ୍ର ଶ୍ରୀ ବିଜୟୋ ଭୂତି ଧ୍ରୁବାନି ତିରିମତିର୍ମମ ଯୋଗେଶ୍ଵର ତତ୍ତ୍ୱ ମୃତ୍ୱାଂ ଦର୍ଶୟାତ୍ମାନମଭ୍ୟୟମ୍। ଅର୍ଜୁନ ବି କହିଛନ୍ତି କଥା, ହେ ଯୋଗେଶ୍ଵର ମତେ ବିଶ୍ୱରୂପ ଦେଖେଇ ଦିଅ। ମହାଯୋଗେଶ୍ଵର ହରି, ଖାଲି ଯୋଗେଶ୍ଵର ସେ କୁହନ୍ତି, ସେ ମହାଯୋଗେଶ୍ଵର, ଯୋଗେଶ୍ଵର ମାନଙ୍କର ସେ ଯୋଗେଶ୍ଵର। ଯେମିତି ଜଗନ୍ନାଥ ମହାପ୍ରଭୁ ଦେବାଦି ଦେବରାଜ, ଖାଲି ଦେବରାଜ ନୁହେଁ ବା ଦେବତାଙ୍କର ଅଧିପତି ଖାଲି ନୁହେଁ, ଦେବାଦି ଦେବରାଜ। ଚନ୍ଦନ ଲାଗି ମହାପ୍ରଭୁଙ୍କର ଚନ୍ଦନ ଲାଗି ଯେତେବେଳେ ସନ୍ଧ୍ୟାବେଳେ ହୁଏ, ଯେତେବେଳେ ଆପଣମାନେ ଯେତେବେଳେ ଦେଖିଲେ ଜାଣିପାରିବେ ଏ ଦେବାଦି ଦେବରାଜ ବୋଲିକିରି ଖୁଣ୍ଟିଆ ଡାକ ପକେଇବେ ଚନ୍ଦନ ଲାଗି ସମୟରେ। ସେ କାଳେ କଳା ଶ୍ରୀ ମୁଖ ଶୁଣନ୍ତି ସକଳ ଦୁଃଖ, ପ୍ରଭୁ ମନ ଜାଣିକି ଚନ୍ଦନ ଲାଗି ସମୟେ ଚିନ୍ତାମଣି କି। ଦେବାଦି ଦେବରାଜ ମହାପ୍ରଭୁ ଜଗନ୍ନାଥ, ଆମେ ସେଇ ପ୍ରଦେଶରେ ଜନ୍ମଗ୍ରହଣ କରିଛେ, ଆମେ ଭାଗ୍ୟବାନ। ହଉଛନ୍ତି ସାବେ ଶିବାନନ୍ଦ ଏଇ କଥା ଯେ ସୁଷୁମ୍ନା ନାଡି ମାର୍ଗରେ ବାହାରିକିରି ଓଙ୍କାର ଉପରକୁ ଉଠିଯାଏ। ଆଉ ଯୋଗୀ ଯିଏ ସେ ନିଜର ସମସ୍ତ ପ୍ରାଣ ଶକ୍ତିକୁ ବ୍ରହ୍ମାନନ୍ଦରେ ସ୍ଥାପନ କରନ୍ତି, ସୁଷୁମ୍ନା ମାର୍ଗ ଦେଇକିରି ବ୍ରହ୍ମାନନ୍ଦରେ ସ୍ଥାପନ କରନ୍ତି। ତେଣୁ ଏଇ ଯୋଉ ଏକାକ୍ଷରୀ ଓଙ୍କାର, ସେ ଓଙ୍କାର ସ୍ୱରୂପୀ ଈଶ୍ୱରଙ୍କୁ ଧ୍ୟାନ କରିକିରି, ଧ୍ୟାନ କଲେ ଆମେ ଦେହ ତ୍ୟାଗ ସମୟରେ ସେ ସଂସ୍କାର ରହିବ, ଆମର ଆଉ ପୁନର୍ଜନ୍ମ ହବ ନାହିଁ। ଏଇ କଥା ଏ ଶ୍ଲୋକରେ ଭଗବାନ କହିଲେ। ତାପରେ ଆସିବ 14 ନମ୍ବର ଶ୍ଲୋକରେ ଯାହା ଆମର ଭକ୍ତବତ୍ସଳ କହିଛନ୍ତି, ଆମେ ଆଉ ଟିକେ ମନେ ପକେଇଦବା। ଏ 14 ନମ୍ବର ଶ୍ଲୋକରେ ଆମକୁ ଭକ୍ତବତ୍ସଳ ଭାଇ ଯୋଉ କହିଲେ, ପୃଥାନନ୍ଦନ ଜ୍ୟୋତିକୃଷ୍ଣ ଅର୍ଜୁନଙ୍କ କଥା କହିଲେ, ପାର୍ଥ ଶବ୍ଦ କିଭଳି ସମ୍ବୋଧିତ ହେଇଛି, ପାର୍ଥ ଶବ୍ଦର ସମ୍ବୋଧନ ଶବ୍ଦର ଅର୍ଥ କଣ ତାକୁ ବୁଝେଇଲେ। ଏଇ ଶ୍ଲୋକ ସାଙ୍ଗରେ ମଧ୍ୟ ଅନନ୍ୟାଶ୍ଚିନ୍ତୟନ୍ତୁ ମାଂ 22 ନମ୍ବର ଶ୍ଲୋକର ସମ୍ପର୍କ ଅଛି। 9 ଅଧ୍ୟାୟର 22 ନମ୍ବର ଶ୍ଲୋକ, 8ର 12ରେ ଯାହା କୁହାଯାଇଛି, 9ର 22ରେ ମଧ୍ୟ ଅନନ୍ୟାଶ୍ଚିନ୍ତୟନ୍ତୁ ମାଂ ଯେ ଜନାଃ ପର୍ଯ୍ୟୁପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ଭାହାମ୍ୟହଂ, ଏକଥା କୁହାଯାଇଛି। ଆଉ ଗୋଟେ ବଡ କଥା ହେଲା, ଆମେ ଜାଣିବା ଏ ଭକ୍ତବତ୍ସଳ ଭାଇଙ୍କ କଥା ଶୁଣିଲା ପରେ ମୋର ମନେ ପଡିଗଲା ଯେ ଗୀତାର ତ 18ଟି ଆଗ ଅଧ୍ୟାୟ 18ଟି ଯୋଗରେ ନାମିତ ହେଇଛି। ବିଷାଦ ଯୋଗ, ସାଂଖ୍ୟ ଯୋଗ, କର୍ମ ଯୋଗ, ଜ୍ଞାନ ଯୋଗ, କର୍ମ ସନ୍ନ୍ୟାସ ଯୋଗ, ଆତ୍ମସଂଯମ ଯୋଗ, ଜ୍ଞାନ ବିଜ୍ଞାନ ଯୋଗ, ଅକ୍ଷର ବ୍ରହ୍ମ ଯୋଗ, ଏମିତି ଏମିତି ମୁଖ୍ୟ ସନ୍ନ୍ୟାସ ଯୋଗ ପର୍ଯ୍ୟନ୍ତ ଚାଲିଲା। କିନ୍ତୁ ଆଉ କେତେ ଗୁଡେ ଯୋଗ ଗୀତାରେ ଅଛି ଯୋଉଟା 18 ଅଧ୍ୟାୟ ନାମକରଣ ହେଇନି, କିନ୍ତୁ ଯୋଗ କଥା କୁହାଯାଇଛି। କଣ କଣ? ତା ଭିତରୁ ଏଇ ଗୋଟିଏ ସୁଲଭ ଯୋଗ, ତସ୍ୟାହଂ ସୁଲଭ
ତାହା କହିଥିଲେ ଅନନ୍ୟ ଚେତା ସତତଂ ଯୋମଂ ସ୍ମରତି ନିତ୍ୟସ ତସ୍ୟାହଂ ସୁଲଭ ପାର୍ଥ ନିତ୍ୟ ଯୋଗତସ୍ୟ ଯୋଗିନାମ୍। ଗୋଟେ ସୁଲଭ ଯୋଗ, ଯେମିତି ଆମର କହୁଛି ଆମେ ସୁଲଭ ମୂଲ୍ୟରେ ଜନୌଷଧିରେ ସୁଲଭ ମୂଲ୍ୟରେ ଯୋଗେଇ ଦିଆଯାଉଛି ଔଷଧ ନା। ମୁଁ ଏଇଟା ଆପଣ ମାନେ ସମସ୍ତେ ଅନୁଭବ କରିଥିବେ କି ନାହିଁ, ମୁଁ କିନ୍ତୁ ଅନୁଭବ କରିଛି। ମୋ ହାର୍ଟ ପାଇଁ ଗୋଟେ ମେଡିସିନ ଖାଉଛି, ସେଇଟା ବାହାର ଦୋକାନରୁ କିଣିଲେ 15ଟି ଟାବଲେଟକୁ 350 ଟଙ୍କା ପଡୁଛି, କିନ୍ତୁ ସେଇଟା ଯେତେବେଳେ ମୁଁ ଜନୌଷଧିରୁ ଆଣିଲି ସେଇ କମ୍ବିନେସନ, ସେଟା 17 ଟଙ୍କା 53 ପଇସା, ମାନେ 18 ଟଙ୍କା ପଡିଲା। କେତେ ଟଙ୍କା କମ୍ପାନୀ ମାନେ ଆତ୍ମସାତ କରୁଛନ୍ତି, ଚିନ୍ତା କରନ୍ତୁ। ଆଉ ତ ଖାଇଛି, ମୋର ଦେହ ଭଲ ଅଛି, ଡାକ୍ତର ତ କହିଛି। ଡାକ୍ତର କହି ନାହିଁ ଯେ ଜନୌଷଧିରେ ଆଣିବା ପାଇଁ, କିନ୍ତୁ ମୁଁ ଜଣେ ମୋର ନିଜର ଲୋକଙ୍କୁ ପଚାରିକି ସେ କହିଲେ ହଁ ଯୋଉ କମ୍ବିନେସନ ଡାକ୍ତର କହିଛି କାଲାଟିନ ଖାଉଛି, ସେଇ କାଲାଟିନ ଟା ଆପଣ ଜନୌଷଧିରେ ମିଳିବ। ଦେଖିଲା ବେଳକୁ 350 ଟଙ୍କାର ଔଷଧଟା ମାତ୍ର 18 ଟଙ୍କାରେ ମିଳୁଛି। ଟାକ୍ସ ହେଇକିରି ଆଉ 2 ଟଙ୍କା ହେଇପାରେ ଅଧିକ, ଏତେ ବି ହବନି। ଏଥିରୁ ଜଣା ପଡିଲା କଣ ନା, ଭଗବାନ ମଧ୍ୟ ଆମକୁ ସୁଲଭ ଯୋଗ ଦେଇଛନ୍ତି। ଏ ସୁଲଭ ଯୋଗକୁ ସହଜ ଯୋଗ ମଧ୍ୟ କୁହାଯାଇବ। ଡକ୍ଟର ସୁରଜଙ୍କ କଥା କହିବା ପରେ ମୋର ମନେ ପଡିଗଲା ଏଇଟା। ସ୍କନ୍ଦ ପୁରାଣରେ ଭଗବାନଙ୍କୁ ସହଜାନନ୍ଦ ରୂପ ଦୃକ୍ ବୋଲି କୁହାଯାଇଛି। ଖୁବ ସହଜରେ, ଖୁବ ସୁଲଭରେ, ଖୁବ ଶୀଘ୍ର ଭଗବାନ ପ୍ରସନ୍ନ ହେଇଯାଆନ୍ତି। ମହାଦେବଙ୍କର ଅନ୍ୟ ଗୋଟେ ନାମ ଆଶୁତୋଷ। ଜଗନ୍ନାଥ ଶୁଣିଲେ ସାଙ୍ଗେ ସାଙ୍ଗେ ଶୁଣନ୍ତି। ଆପଣ ତ ଅନୁଭବ କରିଥିବେ କଥା, ଅଳ୍ପ ବହୁତ କିଛି କହିବା ଆବଶ୍ୟକ ନାହିଁ। ଆପଣ ମନେ ମନେ ଯାହା ଭାବିଥିବେ ପ୍ରଭୁ ପୂରଣ କରିଦିଅନ୍ତି। ସେ ଭାବନାଟା ଭଲ ହେବା ଦରକାର। ତେଣୁ ଏଇ ଶ୍ଳୋକଟିରେ ତସ୍ୟାହଂ ସୁଲଭ ପାର୍ଥ, ଏମିତି ସୁଲଭ ଯୋଗ, ସମତ୍ଵ ଯୋଗ, ଆଉ ମଧ୍ୟ କୁହାଯାଇଛି ଯେ ଅନନ୍ୟ ଯୋଗ, ଅନନ୍ୟ ଚିନ୍ତୟନ୍ତୁ ଅନନ୍ୟ ଯୋଗ, ଅଭିକମ୍ପ ଯୋଗ, ଏମିତି କେତେ ଗୁଡିଏ ଯୋଗ ଗୀତାରେ ଅଛି, ଯୋଉଟା କି 18 ଅଧ୍ୟାୟ ଭିତରେ ଆଉ ନାମକରଣ ନାହିଁ। କିନ୍ତୁ ସେମିତି ଏଇଟା ଗୋଟିଏ ମଧ୍ୟ। ଆମର ଜଣେ ସାର୍ ଥିଲେ ପଣ୍ଡିତ ବୈକୁଣ୍ଠନନ୍ଦ ଶର୍ମା, ସିଏ ଗୋଟେ କଥା ସୁନ୍ଦର କଥା କହିଥିଲେ ଗୋଟେ ପ୍ରସଙ୍ଗରେ, ଏ ଗୀତା ପ୍ରସଙ୍ଗରେ ନୁହେଁ। ସେ କହିଲେ ଆରେ ପଇସାକୁ ବୁଢୀ ଗଉଣିଏ, ସେ ପୁଣି ଗରମ ଗରମ। ଏଇ କଥାଟା ଲୋକାଲ କଥା, କିନ୍ତୁ କେତେ ସୁନ୍ଦର। ସୁଲଭ ଯୋଗଟା କଣ? ପଇସାକୁ ମୁଢି ଗଉଣିଏ, ପୁଣି ସେ ଗରମ ଗରମ। ତେଣୁ ଭଗବାନ ସଦାଶିବଙ୍କୁ ଆମେ ପୂଜା କରିବା, ଟିକେ ପାଣି, ଟିକେ ବେଲପତ୍ର, କିଛି ଦରକାର ନାହିଁ। ଆଉ ଅଭିଷେକ କଲେ ଯୋଉମାନେ କହନ୍ତି 20,000 10,000 ଖର୍ଚ୍ଚ ହବ, କିଛି ଖର୍ଚ୍ଚ ହବନି। ବ୍ରାହ୍ମଣ ଦକ୍ଷିଣା ନେବା ବି ସେ ବ୍ୟବସ୍ଥା କରିଥାଇ ପାରନ୍ତି ହୁଏତ, ସବୁ ବ୍ରାହ୍ମଣ ନୁହେଁ। କିନ୍ତୁ ଜଣେ ଗୋଟେ କାହିଁ କହୁଛି କି, ଆଶ୍ରମକୁ ଯାଇଥିଲି 10 ବର୍ଷ 8 ବର୍ଷ ତଳେ, ସେଠି ଶିବ ମନ୍ଦିର ଅଛି। ଶିବ ମନ୍ଦିରରେ ପୂଜକ ଅଛନ୍ତି। ଜଣେ ଗରିବ ଲୋକ ଆସିଥିଲା ଅଭିଷେକ କରିବାକୁ। ସେ ପୂଜକ ତାଙ୍କୁ କହିଲା ଯେ 3,500 ଟଙ୍କା ଲାଗିବ ଅଭିଷେକ କଲେ। ସିଏ ତ ସମୁଦାୟ 700 ଟଙ୍କା ନେଇକି ଆସିଛି, ସିଏ କୋଉଠୁ କରିପାରିବ? ଗରିବ ଲୋକ। ଆରେ ବା, ତୁମେ ଗରିବ ଲୋକଙ୍କୁ ଦେଖିକି କମ ନିଅ। ସେ ସ୍ୱାମୀଜୀଙ୍କୁ କହିଲା, ସ୍ୱାମୀଜୀ ମତେ ଡାକିଲେ, କହିଲେ ପ୍ରଭାସ ସାର୍, ସେ ଲୋକଟି ଅଭିଷେକ କରିବ, ଆଉ କଣ ସେ କହୁଛି 3,500 ଟଙ୍କା ଲାଗିବ। ଏତେ କାହିଁ ଲାଗିବ? 3,500 ଦକ୍ଷିଣା ଯାହା ବ୍ରାହ୍ମଣ ନେବେ ତାକୁ 500-300 ଦେଇଦବ। ମୁଁ ତାକୁ କହିଲି ତମର କେତେ ଟଙ୍କା ବାବା ଅଛି? ନା 700 ଟଙ୍କା। ଆଶ୍ରମକୁ ତ ତୁମେ ଦବ 50 ଟଙ୍କା 100 ଟଙ୍କା ଦବ ଆଶ୍ରମକୁ, ଆଉ ଦକ୍ଷିଣା ଆକାରରେ। ଶିବ ମନ୍ଦିର କରୁଛ ନା? ହଁ। ମୁଁ କହିଲି ସେ ଯଦି 3,500 ଟଙ୍କା କହୁଛି, ମୁଁ ଡାକିଲି, ଭାଇ ଏତେ ଟଙ୍କା କାହିଁ କହୁଛ? ସେ ନାଇଁ ଆପଣ କାହିଁ ଏଥିରେ ବସୁଛନ୍ତି? ଆଉ ମୁଁ ଦେଖିଲି ସେ ଟିକେ ପଇସା ପାଇବାକୁ ତାର ଆଶା। ନାଇଁ ନାଇଁ, ମୁଁ ଲୋକକୁ କହିଲି, ମୁଁ ଦେଖ, ମୁଁ ତମ ପାଇଁ ଅଭିଷେକ କରିଦେବି, ମତେ ଆଶ୍ରମରେ ପ୍ରସାଦ ଟିକେ ବ୍ୟବସ୍ଥା କରିବ, ମୁଁ ଖାଇବି, କି ମୁଁ ଆଉ ଘରେ ଯାଇ ଖାଇବିନି। ହଁ ସାର୍, ଆମର 20-25 ଜଣ ପାଇଁ ପ୍ରସାଦ ହେଇଛି। ମୁଁ କହିଲି ମତେ 1 ଟଙ୍କା ଦକ୍ଷିଣା ଦବ, ଅଧିକ ଦରକାର ନାହିଁ। ଠାକୁରଙ୍କ ପାଇଁ ପଇଡ଼, ଗାମୁଛା ଖଣ୍ଡିଏ, କର୍ପୂର ଟିକେ, ଦେଶୀ କଦଳୀ ଟିକେ ଆଣିବ, ଏଇ 100-200, ଆଉ 300 ମାକ୍ସିମମ ଖର୍ଚ୍ଚ ହେଇପାରେ ନ ହେଇପାରେ। କର୍ପୂର, ଘିଅ ଦୀପ ଟିକେ, ଧୂପକାଠି, ପଇଡ଼ ଗୋଟେ, ନଡ଼ିଆ ଟିକେ ଆଣିବ, କଦଳୀ ଟିକେ ଆଣିବ, ଆଉ
ନ ଆଣିପାରିଲେ ମଧ୍ୟ କିଛି ଅସୁବିଧା ନାହିଁ, ଗଙ୍ଗା ଜଳ ଆଣିବା ଦରକାର ନାହିଁ, ମୋ ଘରେ ଅଛି ମୁଁ ଆଣିପାରି, ଆଉ ଖଣ୍ଡେ ଗାମୁଛା ଯଦି ପଇସା ବଳିବ ଗାମୁଛା ଖଣ୍ଡେ ଆଣିବ, ତ ଅଭିଷେକ ହେଇଯିବ। ତାର 700 ଟଙ୍କା ବି ଖର୍ଚ୍ଚ ହେଲାନି, ଆହୁରି ବଳିଲା। କହିଲା ଆଜ୍ଞା ବଳିଲା, ମୁଁ କହିଲି ବଳିଲେ ଆଶ୍ରମକୁ ଦେଇଦିଅ, ଯାହା 100-200 ବଳିଲା ଆଶ୍ରମକୁ ଦେଇଦିଅ। ତେବେ କହିବା କଥା ଯୋଉମାନେ ସେଠ ସେମାନଙ୍କୁ ଆମେ ନବା, ଯୋଉମାନେ ସେଠ ନୁହେଁ ଗରିବ ତାଙ୍କଠୁ ଆମେ କାହିଁ ନବା? କିନ୍ତୁ ଦୋକାନୀ ସମସ୍ତଙ୍କୁ ନେଇଯାଉ ଚଳୁ କରିକିରି। ମୁଁ ସିନା ଜାଣିଲି ବୋଲି ଏଟା 350 ଟଙ୍କା, ଏଟା କହିବାର ଉଦ୍ଦେଶ୍ୟ ହଉଛି ଭଗବାନ ମଧ୍ୟ ଆମ ପାଇଁ ସୁଲଭ। ଆମେ ଯଦି ଅନନ୍ୟ ଚିନ୍ତନ କରିବା, ମହାପ୍ରଭୁ ଜଗନ୍ନାଥ ମହାବାହୁକୁ ପ୍ରସାରିତ କରି ଜୀବ ଆସିଛନ୍ତି, ସେ ତ ସୁଲଭ ଯୋଗ। ସେଥିପାଇଁ ଭଗବାନଙ୍କୁ ସହଜାନନ୍ଦ ରୂପ ବୋଲି କୁହାଯାଏ ପୁରୁଷୋତ୍ତମ ମହାତ୍ମାରେ। ଭଲ ଦୃଷ୍ଟାନ୍ତଟିଏ ଦେଲେ ମଧ୍ୟ ଏଇ ପ୍ରସଙ୍ଗରେ ମତେ ଭଲ ଲାଗିଲା। ଏଟା ବୃନ୍ଦାବନ ରାୟ ମଧ୍ୟ କହିଥିଲେ ଯେ 1000 ବର୍ଷର ଅନ୍ଧକାର ଗୋଟିଏ ସେକେଣ୍ଡରେ ଦୀପ ଜଳିଲେ ଚାଲିଯାଏ। ଯଥା ଉପନିଷଦ ସମ୍ମତ ବିଦ୍ୟତେ ହୃଦୟ ଗ୍ରନ୍ଥି ସିଦ୍ଧ୍ୟନ୍ତେ ସର୍ବସଂଶୟା ତସ୍ମିନ୍ ଦୃଷ୍ଟି ପରାବରେ ବୋଲି କୁହାଯାଇଛି। ଦୃଷ୍ଟ୍ୱା ଦେବଂ ସର୍ବ ପାପ ଜ୍ଞାତ୍ୱା ଦେବଂ ସର୍ବ ପାପ ଆପାପାନି। ଆଉ ଗୋଟେ ସୁନ୍ଦର କଥା ଆମର ଭକ୍ତବତ୍ସଳ ଭାଇ କହିଲେ, ଭଗବାନ ଭୋଗୀଙ୍କ ପାଇଁ ଦୁର୍ଲଭ, ଯୋଗୀଙ୍କ ପାଇଁ ସୁଲଭ। କଥାଟି ମନକୁ ବହୁତ ପାଇଲା। ଭକ୍ତମାନେ କେବେ ହେଲେ ଭଗବାନଙ୍କ ବିଚ୍ଛେଦ ସହିପାରନ୍ତି ନାହିଁ। ଏଇ ପ୍ରସଙ୍ଗ ଶୁଣିଲା ପରେ ମୋର ମନେ ପଡିଯାଏ ଯେ ବିଚ୍ଛେଦ ହିଁ ମିଳନର ସ୍ୱାଦକୁ ଅନୁଭବ କରିବାର ପ୍ରକୃଷ୍ଟ ସୋପାନ। ଯାହା ହେଉ ସୁନ୍ଦର ଭାବରେ କହିଲେ ଭଗବାନ ଭାବଗ୍ରାହୀ ଭକ୍ତ ପାବନ ଦୀନବନ୍ଧୁ। ସେ ବି ପ୍ରତିଜ୍ଞା କରିଥିଲେ ମୋର ଭକ୍ତ ରଖିବେ ହେଲେ ବିନାଶ ନାହିଁ। ଏ କଥା ଆମେ ନିରନ୍ତର ମନେ ରଖିବା, ଭଗବାନଙ୍କୁ ଆସ୍ଥା ବିଶ୍ୱାସ ରଖିବା। ଏ କଥା ଅନନ୍ୟା ଚିନ୍ତୟନ୍ତୁ ମା ଅନନ୍ୟ ଚିନ୍ତା ତତଂ ଯୋ ମାନ ସ୍ମରତି ନିତ୍ୟସଃ। ଅନ୍ୟ ବିଷୟରେ ଆମେ ମନକୁ ଦବା ନାହିଁ। ଅନନ୍ୟ ଚିନ୍ତା ମାନେ କଣ? ଯାହାର ଅନ୍ୟ କୌଣସି ସାଂସାରିକ ବସ୍ତୁରେ ମନ ପ୍ରବେଶ କରେ ନାହିଁ, ସେ ଅନନ୍ୟ ଯୋଗୀ। ସେ ସର୍ବତାକୁ ଯୋଗ ତାରାବଳୀରେ କହନ୍ତି ଭଗବାନ ଶଙ୍କର ଯେ ନିରନ୍ତରାଭ୍ୟାସନେ ନିତ୍ୟ ଭଦ୍ରେ ବିରାଜତେ ଯୋଗିନୀ ଯୋଗ ନିଦ୍ରା। ନିରନ୍ତର ଯେ ଅଭ୍ୟାସ କରୁଛି, ପରମାତ୍ମାକୁ ସ୍ମରଣ କରୁଛି, ହନୁମନ୍ତ ବିପତ୍ତି ପ୍ରଭୁ ସୋଇ ଜଗତର ସୁମିରନ ଭଜନ ନ ହୋଇ। ମୁଁ କେବେ ତ ଭଜନରୁ କେବେ ହେଲେ ବିଚ୍ୟୁତ ହୁଏ ନାହିଁ, ମୋର ବିପତ୍ତି ଆସିବ କାହିଁକି? ହନୁମାନ କଥା ରାମଙ୍କୁ ମଧ୍ୟ କହିଥିଲେ, ଆମ ସହିତ ପଚାରିଥିଲେ ଯେ ହନୁମାନ ତୁମର କୋଉ ସମୟଟା ବିପଦ ସମୟ ତୁମେ ଭାବୁଛ ନା? ଆଜ୍ଞା ମୁଁ ବିପଦ ସମୟ ତ ମୋର ନାହିଁ, ଆପଣ ଅଛନ୍ତି, ମୋର ବିପଦ କଣ? ମୁଁ ଯୋଉ ସମୟରେ ଯଦି କିଏ ସ୍ମରଣ ନ କଲା ସେଇ ଗୋଟାକ ବିପଦ ସମୟ। ନିତ୍ୟସହ ବୋଲି କୁହାଯାଇଛି, ସତତ ବୋଲି କୁହାଯାଇଛି। ସବୁବେଳେ ସତତ ନିତ୍ୟସହ। ସତତ ନାମ ନିରନ୍ତରତା ବୋଧକ ଶବ୍ଦ। ନିତ୍ୟସହ କହିଲେ ଦୀର୍ଘ କାଳକୁ ବୁଝାଏ। ତେଣୁ ଖାଲି ମାସେ କରିଦେଇକି ବନ୍ଦ କରିଦେବା ତା ନୁହଁ। ଯେମିତି ଆମେ ପୁରୁଷୋତ୍ତମ ମାହାତ୍ମ୍ୟ ପାଠ କଲେ ପୁରୁଷୋତ୍ତମ ମାସରେ, ପୁଣି ଛାଡିଦେଲେ, ତାପରେ ପୁରୁଷୋତ୍ତମ କଣ ଭୁଲିଗଲେ। ଠାକୁର ପୂଜା ଯୋଉ ଅଧଘଣ୍ଟେ 15 ମିନିଟ୍ କରିବା, ଏଥିରେ ମଧ୍ୟ ବିଭିନ୍ନ ପ୍ରକାର ଆମର ପାଦ ବିଘ୍ନ। ମିନିଟ୍ 2 ମିନିଟ୍ ଆମର ମନ ଭଗବାନଙ୍କ ପାଦ ନିତ୍ୟ ସହ ମାନେ ମାସେ 15 ଦିନ, ଦିନେ 2 ଦିନ କି 6 ମାସ ନାହିଁ, ନିରନ୍ତର ଜୀବନ ଥିବା ପର୍ଯ୍ୟନ୍ତ ଅବିଚ୍ଛିନ୍ନ ଭାବରେ ଆମେ ଭଗବାନଙ୍କୁ ସ୍ମରଣ କରିବା। ଭଗବାନ ଯେତେ ଗୁଡିଏ ସମ୍ବୋଧନ କରିଛନ୍ତି, ପାର୍ଥ ମଧ୍ୟ ଗୋଟିଏ ସୁନ୍ଦର ସମ୍ବୋଧନ ଯାହା କହୁଥିଲେ ଯେ ଭଗବାନଙ୍କୁ ସ୍ମରଣ କରେ, ଭଗବାନ ତାର ହୃଦୟରେ ବିରାଜମାନ କରନ୍ତି। ଯୋଉଠି ଥିଲେ ବି ଭଗବାନ ଆସି ପହଞ୍ଚି ଯାଆନ୍ତି। ଯେମିତି ଗଜ କୁ ପଡିଥିଲା ବେଳେ ନକ୍ର ଆକ୍ରମଣ କଲା ବେଳେ ଭଗବାନ ପହଞ୍ଚିଲେ, ଦ୍ରୌପଦୀକି ମଧ୍ୟ ବସ୍ତ୍ର ଆଣିଦେଲେ। ଆମର ନୀତିଶାସ୍ତ୍ରରେ ଗୋଟିଏ କଥା ଅଛି, ଦୂରସ୍ଥୋପି ନ ଦୂରସ୍ଥ ଯୋଗସ୍ୟ ହୃଦୟ ସଂସ୍ଥିତ। ଆପଣ ମାନେ ବହୁତ ଦୂରରେ ଅଛନ୍ତି କିନ୍ତୁ ପାଖରେ ଥିଲାବେଳେ ଲାଗୁଛନ୍ତି ଏ ଆଭାସ ମାଧ୍ୟମରେ। କାହିଁକିନା ହୃଦୟ ଭିତରେ ଯିଏ ଯାହା ରହିଲା ସେ ଦୂରରେ ଥିଲେ ମଧ୍ୟ ପାଖରେ ଥିଲାବେଳେ। ଜଗନ୍ନାଥ ପୁରୀରେ ନୀଳାଚଳରେ ଅଛନ୍ତି, ମନ୍ଦିରରେ ଅଛନ୍ତି, କିନ୍ତୁ ଆମ ହୃଦୟରେ ମଧ୍ୟ ଅଛନ୍ତି। ଆମେ ଖାଲି ଭାବିବାନି ଜଗନ୍ନାଥ ଖାଲି ଆଉ ଶ୍ରୀମନ୍ଦିରରେ ଅଛନ୍ତି ବୋଲିକି। ପର ସାଧୁ ଜନ ମାନେ ମନକୁ ଏକ
କର ଧୀରେ ଧ୍ୟାନ ନୀଳାଚଳ ନାୟକ। ଆମେ ଧ୍ୟାନ କଲେ ଜଗନ୍ନାଥ ଏଠାରେ ଅଛନ୍ତି ବୋଲିକି ଆମେ ପଢିଛୁ। ମୋ ବୋଉ ମତେ କହେ, ଆରେ କଣ ଜଗନ୍ନାଥ ପାଖକୁ ଯିବି, ମୋର ତ ବୟସ ହେଲାଣି 94, ମୁଁ ଏଇଠି ବସିଲେ ତ ଜଗନ୍ନାଥ ଦିଶୁଛନ୍ତି। ମୁଁ କହିଲି ଆରେ ତାଠୁ ବଳି ଏକାଗ୍ରତା ଶକ୍ତି ଆଉ କାହାର ନାହିଁ। ଆମେ ଏତେ ମନ୍ଦିର ଯାଇକି ଯାହା ସିଏ ଗଣେଶ ଭଳି ପାର୍ବତୀ ଶିବଙ୍କ ପାଖରେ ବୁଲି ପଡିକିରି ଚିନ୍ତା କରିଦେଲେ ସେଇଆ। ମୁଁ ଗୋଟେ ପଦ୍ଧତି ପାଠ ପଢିଲା ବେଳେ ପିଲାଙ୍କୁ ଶିଖେଇଥିଲି, ବିଶେଷ କରି ଝିଅ ପିଲାମାନେ ମନ୍ଦିର ଯାଇପାରନ୍ତିନି, ଭାଇ ମନ୍ଦିର କରନ୍ତି। ମୁଁ କହିଲି ତମେ ସବୁଦିନ 2 ଓଳା ମନ୍ଦିର ଯାଇପାରିବ ଘରେ ଥାଇକିରି। ପିଲାମାନଙ୍କର ଗୋଟେ କୌତୁହଳ ସୃଷ୍ଟି ହେଲା। କେମିତି? ସକାଳୁ ଯେତେବେଳେ ଉଠୁଛ, ଶଯ୍ୟା ତ୍ୟାଗ କରିବା ପୂର୍ବରୁ ମନେ ମନେ ଆଗ ବାହାରିକିରି ଗାଧେଇ ପଡ, ଡ୍ରେସ ପିନ୍ଧି ପକା, 10 ସେକେଣ୍ଡ ଭିତରେ ଅଟୋ ଡାକି ପକା। ଅଟୋ ଯାଇକି ସିଂହଦ୍ୱାର ଲାଗିଲା, ଦର୍ଶନ ବେଢା କଲ, ଦର୍ଶନ କଲ, ଅବଢା ଖାଇଲ, ପୁଣି 2 ମିନିଟ ପରେ ପୁଣି ଆସିକି ପହଞ୍ଚିଗଲ। ପୁଣି ରାତିରେ ଶୋଇଲା ବେଳେ ସିଂହଦ୍ୱାର ଯାଇପାରିବ। ଏଇ କଥାରେ ପିଲାଙ୍କ ମନକୁ ଭାରି ପାଇଲା। କେତେ ପିଲା କହିଲେ ସାର୍ ଭଲ କଥାଟା ଆପଣ କହିଲେ। ମୁଁ ଆରେ ଭଲ କଥାଟେ କହିଲି କଣ, ମନରେ ଭାବନାଟା ଆସିଲା କହିଲି। ତେଣୁ ଆମେ ମନ୍ଦିର ଯିବାଟା କିଛି ବଡ କଥା ନୁହେଁ। ଆମେ ମିନିଟିକ ଭିତରେ ଯାଇକିରି ମନ୍ଦିର ପଳେଇ ଆସିବୁ ଏ ମନରେ। ତେଣୁ ଦୂରସ୍ଥୋପି ନ ଦୂରସ୍ଥ ଯୋଜସ୍ୟ ହୃଦୟ ସ୍ଥିତ। ଯେ ଯାହାର ହୃଦୟରେ ରହେ ସେ ଦୂରରେ ଥିଲେ ମଧ୍ୟ ପାଖରେ ଥିଲା ଭଳି ଯୋଗୀ ମାନଙ୍କ ପାଇଁ ସେ ସୁଲଭ। କହୁଥିଲେ ଭକ୍ତବତ୍ସଳ ଭାଇ, ପ୍ରତ୍ୟେକ ମନୁଷ୍ୟ ଅନନ୍ୟ ଚିତ୍ତ ହେଇକିରି ମୋ ଠାରେ ସମାହିତ ହବା କଥା। ଏଇ କଥାଟା ଏଇ ଶ୍ଲୋକରେ କୁହାଗଲା। ଏ ଅର୍ଜୁନ ଯେ ପୁରୁଷ ମୋ ଠାରେ ଅନନ୍ୟ ଚିତ୍ତ ଖଇ ନିରନ୍ତର ମୋତେ ସ୍ମରଣକୁ ନିଏ ଭାବରେ ଗଦଗଦ ହୋଇ ମଚ୍ୟୁତା ମଦଗତ ପ୍ରାଣା ବୋଧୟନ୍ତ ପରସ୍ପରମ। କହୁଥିଲେ କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ଖୁସି ହୁଅନ୍ତି, ଆନନ୍ଦିତ ହୁଅନ୍ତି। ମୋ ଠାରେ ସମ୍ପୃକ୍ତ ହୋଇଥିବା ସେହି ଯୋଗୀ ପାଇଁ ମୁଁ ସୁଲଭ। ନିତ୍ୟଯୁକ୍ତ ଅକ୍ଲେଶେ ସେମାନେ ମୋତେ ଲଭିଥାନ୍ତି, ତାହା ହିଁ ତାଙ୍କ ସ୍ୱଭାବ। ତେଣୁ ଏଇଠି ଯାହା କୁହାଗଲା, ପୁଣି ନବମ ଅଧ୍ୟାୟର 22-23 ଏହା କୁହାଯିବ। ଆମେ ମଧ୍ୟ ନବଦାହ ଭକ୍ତି କଥା ଜାଣିଛୁ। ସ୍ମରଣ ଗୋଟିଏ, ନବଦାହ ଭକ୍ତି ଭିତରେ ଗୋଟିଏ ଭକ୍ତି। ବିଷ୍ଣୁ ସହସ୍ର ନାମରେ ମଧ୍ୟ ଆମେ ଜାଣୁ, ଯସ୍ୟ ସ୍ମରଣ ମାତ୍ରେଣ ସଂସାର ବନ୍ଧନାତ୍ ବିମୁଚ୍ୟତେ ନମସ୍ତସ୍ମୈ ବିଷ୍ଣବେ ପ୍ରଭ ବିଷ୍ଣବେ। ଆମେ କର୍ମକାଣ୍ଡ କଲା ବେଳେ ଆମର ଭଲ ଭାବରେ କହିପାରିବେ କଥା। ବିଶ୍ୱବର ଭାଇ ଅପବିତ୍ର ପବିତ୍ର ବା ସର୍ବାବସ୍ଥା ଗତ ବା ଯସ୍ପର୍ଦ ପୁଣ୍ଡରୀକାକ୍ଷମ ସଭାଭ୍ୟନ୍ତର ସୂଚି। ପୁଣ୍ଡରୀକାକ୍ଷ ପରମାତ୍ମାକୁ ସ୍ମରଣ କଲେ ପୁଣ୍ଡରୀକ ନୟନକୁ ଆମେ ବାହ୍ୟ ଅଭ୍ୟନ୍ତର ସୂଚି ହେଇଯିବା। ଭାଗବତରେ ଗୋଟିଏ କଥା ମନେ ପଡିଯାଏ, ଆତ୍ମାକୁ ଆତ୍ମା ଯେବେ ସ୍ମରେ ପରମ ଆନନ୍ଦେ ବିହରେ। ଆତ୍ମାକୁ ଆତ୍ମା ଯେବେ ସ୍ମରେ ମାନେ ପରମାତ୍ମାକୁ ଜୀବାତ୍ମା ଯେତେବେଳେ ସ୍ମରଣ କରେ, ପରମ ଆନନ୍ଦେ ବିହରେ, ସେ ପରମ ଆନନ୍ଦରେ ବିହରଣ କରେ। ଭାଗବତ ତଳେ ପଦ ଅଛି, ଭାଗବତ ତଳେ ସବୁ ଯେତେ ଗ୍ରନ୍ଥ ଅଛି, ଆମ ଓଡିଆରେ ଯେତେ ଗ୍ରନ୍ଥ ଅଛି ସବୁ ସେଇ ଓଡିଆ ଭାଗବତ ଜଗନ୍ନାଥ ଭାଗବତ ତଳେ। ଯଦି ବ୍ୟାସୋଚ୍ଛିଷ୍ଟମ ଇଦମ ଜଗତ, ଏ ଜଗତଟା ହଉଛି ବ୍ୟାସଙ୍କର ଉଚ୍ଛିଷ୍ଟ ମାନେ ଅଇଁଠା। ଯେତେ ଓଡିଆରେ ଶାସ୍ତ୍ର ଅଛି ସବୁ ଜଗନ୍ନାଥ ଦାସଙ୍କର ଅଇଁଠା ବୋଲି କହିଲେ ଚଳିବ। ତେଣୁ ଆତ୍ମାକୁ ଆତ୍ମା ଯେବେ ସ୍ମରେ ପରମ ଆନନ୍ଦେ ବିହରେ। ଆମେ ତ 13 ନମ୍ବର ଶ୍ଲୋକରେ ସଗୁଣ ନିର୍ଗୁଣ ନିରାକାର ବ୍ରହ୍ମଙ୍କର ଉପାସନା ଯୋଗୀମାନେ କେମିତି କରନ୍ତି ଅନ୍ତକାଳୀନ ଗତି ବିଷୟରେ ତାହା ପୂର୍ବରୁ ଆଲୋଚନା ହେଇଯାଇଛି। କିନ୍ତୁ ସାଧାରଣ ଯୋଗୀ ପକ୍ଷରେ ପୂର୍ବ ପ୍ରକାରରେ ଅକ୍ଷର ଧ୍ୟାନ କରିବା ଯେହେତୁ କଷ୍ଟକର ହୁଏ, ସେଇଥିପାଇଁ ଏଇ ଶ୍ଲୋକରେ ସାଧାରଣ ଲୋକଙ୍କ ପାଇଁ ଗୋଟେ ସହଜ ଉପାୟ, ସୁଲଭ ବୋଲି କହିଲେ। ମାନେ ଓଙ୍କାର ଉଚ୍ଚାରଣ ଟିକେ ଦୁର୍ଲଭ ହେଇପାରେ, କଷ୍ଟକର ହେଇପାରେ। ଏଇ ଶ୍ଲୋକରେ ଭଗବାନ ସୁଲଭ, ଯେମିତି ଭକ୍ତି ମାର୍ଗ ଗୋଟେ ସୁଲଭ ମାର୍ଗ, ଯେ ଏଇ କାମ କରିପାରୁନାହାନ୍ତି ଏଇ ଉପାୟରେ ପାଇବେ। ତେଣୁ ଭଗବାନ ଏଇ ସହଜ ଉପାୟ ବତେଇ ଦେଇଛନ୍ତି।
ହୁଏତ ଭଗବାନ ଅର୍ଜୁନ ମାଧ୍ୟମରେ ଅର୍ଜୁନକୁ ଉପଦେଶ ଦେବା ମାଧ୍ୟମରେ ଆମ ମାନଙ୍କୁ କହୁଛନ୍ତି ଯଦି ଓଙ୍କାର ଧ୍ୱନି କରିପାରୁନ ତାହେଲେ ମତେ ଖାଲି ସ୍ମରଣ କର ଅନନ୍ୟ ଚେତା ସତତମ୍ ଯୋ ମାଂ ସ୍ମରତି ନିତ୍ୟଶଃ ତସ୍ୟାହଂ ସୁଲଭ ପାର୍ଥ। ଯୋଉ ଯୋଗୀ କେବଳ ଖାଲି ଭଗବାନଙ୍କୁ ସ୍ମରଣ କରେ, ପ୍ରହ୍ଲାଦ ସ୍ମରଣ, ପ୍ରହ୍ଲାଦ କେତେ ଓଙ୍କାର ଧ୍ୟାନ କରୁଥିଲା, ସ୍ମରଣ କଲା ଆଖି ବୁଝିକି ଭଗବାନ ଖାଲି ସ୍ମରଣ କଲା, ହେ ପ୍ରଭୁ ତୁମେ ହିଁ ମୋର ସାହା। ଭଗବାନ ସୁଲଭ ହେଇଯାଆନ୍ତି, ଦେହ ଛାଡିବା ବେଳେ ମଧ୍ୟ ଭଗବାନ ଦେଖା ଦିଅନ୍ତି। ଆମେ ଅତ୍ୟନ୍ତ ବ୍ୟାକୁଳ ହେଇକିରି ଡାକିଥିବୁ ତାହେଲେ ଭଗବାନ ନିଶ୍ଚୟ ଦେଖାଦେବେ। ସମାଧି ଯୋଗ ଦ୍ଵାରା ଯୋଗୀ ମାନେ ଯାହା ନ ପାଆନ୍ତି ଏଇ ସୁଲଭ ଯୋଗରେ ତାହା ପ୍ରାପ୍ତ ହେଇଯାଏ। ରଘୁବଂଶ ରାଜା ମାନେ ଯୋଗେ ନାନ୍ତେ ତନୁତ୍ୟଜା ବୋଲି କୁହାଯାଇଛି। ସେମାନେ ଯୋଗ ଦ୍ଵାରା ସମାଧି ଯୋଗ ଦ୍ଵାରା ତନୁତ୍ୟାଗ କରନ୍ତି। ସେ ବି ସହଜ କଥା ବି ଜାଣିଥିଲେ। ଯୋଉମାନେ ସାରା ଜୀବନ ସବୁ ସମୟରେ ଅନ୍ୟ ଆଡେ ମନ ନ ଦେଇ ସେ ପରମାତ୍ମାକୁ ସ୍ମରଣ କରୁଥାନ୍ତି, ତସ୍ମା ସର୍ବେଷୁ କାଳେଷୁ ମାମନୋ ସ୍ମର ଯୁଧ୍ୟଚ ବୋଲି ଭଗବାନ କହିଛନ୍ତି। ତସ୍ମା ସର୍ବେଷୁ କାଳେଷୁ ମାମନୋ ସ୍ମର ଯୁଧ୍ୟଚ ମଜ୍ଜର୍ପିତ ମନୋ ବୁଦ୍ଧି ମାମେ ସଂଶୟମ୍। ମୁଠାରେ ଚିତ୍ତ ବୁଦ୍ଧିକି ଅର୍ପଣ କରିଥାନ୍ତି। ସବୁବେଳେ ପରମାତ୍ମାକୁ ସ୍ମରଣ କରିବା ଏବଂ ଯୁଦ୍ଧ କର୍ମ ସମ୍ପାଦନ କରିବା। ଶେଷ ମୁହୂର୍ତ୍ତରେ ସେଇ ବ୍ରହ୍ମ ଧାରଣାରୁ ଆମେ ବିଚ୍ୟୁତ ହବା ନାହିଁ। ଏଇଟା ହଉଛି ସୁଲଭ ଯୋଗ। এই ସୁଲଭ ଯୋଗ ଦ୍ଵାରା ସମସ୍ତେ ବହୁ ଭକ୍ତ ସୁଲଭ ଯୋଗ ଦ୍ଵାରା ଭଗବାନଙ୍କୁ ପାଇଛନ୍ତି। ଭଗବାନ ସବୁଠି ବାହାରେ ଭିତରେ ସବୁଠି ବାସ କରନ୍ତି। ତେଣୁ ଭାଗବତରେ ମଧ୍ୟ କଥା କୁହାଯାଇଛି, ଉଦ୍ଧବ ମାଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ, ମୋର ସ୍ମରଣେ ଯାର ଚିତ୍ତ ତାଦେ ଥାଇ ମୋ ନିରତ। ଯାହାର ଚିତ୍ତ ମୋର ସ୍ମରଣରେ ଲାଗି ଯାଇଛି ମୁଁ ତା ଦେହରେ ସବୁବେଳେ ଥାଏ। ଯାହା ଆତ୍ମାକୁ ଆତ୍ମା ଯେବେ ସ୍ମରେ, ଭକତ ଜନେ ବସ ମୁହିଁ ତାର ରକ୍ଷଣେ ମୋର ଦେଇ, ଭକତ ଜନଙ୍କର ପାଶେ ନିତ୍ୟ ମୋ ଥାଇ ଭାବ ବସେ। ତେଣୁ ଏଇ କଥା ଯୋଉ ଭଗବାନ କହିଦେଇଛନ୍ତି ଅର୍ଜୁନକୁ ଯେ ଅର୍ଜୁନ ତୁମେ